ଦୟାମୟୀ ମା ପ୍ରେମମୟୀ ଆଜି ସକାଳ ସନ୍ଧ୍ୟା ଯାଏଁ ଭଲରେ ବିପଦ ଉଦ୍ଧାର କଲ, ରକ୍ଷା କଲ, ସବୁ କ୍ଷେତ୍ର କାର୍ଯ୍ୟରେ ସାହାଯ୍ୟ କଲ। ଆଜି ମୁଁ ଏ ଛୋଟ ପ୍ରାର୍ଥନାଟି ଆଣିଛି ପ୍ରତ୍ୟେକ ପରିବାର ମଙ୍ଗଳ ପାଇଁ ନିମନ୍ତେ। ଆଉ ପ୍ରତ୍ୟେକ ପରିବାରରେ ଭାଇ ଭଉଣୀ ବାପା ମା ସମସ୍ତେ ତୁମକୁ ଯେମିତି ବିଶ୍ୱାସ କରିପାରିବେ ଆଉ ପ୍ରାର୍ଥନା ବିଶ୍ୱାସରେ ଆଗକୁ ତାଙ୍କ ପରିବାର ସଂସାରକୁ ଆଗକୁ ଯାଇପାରିବ। ତାଙ୍କ ପରିବାର ପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା କରୁଛି। ଆଉ ପ୍ରତ୍ୟେକ ପରିବାର ପାଇଁ ନିମନ୍ତେ ତୁମକୁ ଧନ୍ୟବାଦ ଅର୍ପଣ କରୁଛି ମା। ଆଜି ଶୁଭ ସକାଳରୁ ସନ୍ଧ୍ୟା ଯାଏଁ ଆମମାନଙ୍କୁ ସମସ୍ତଙ୍କୁ ଭଲରେ ବିପଦ ଉଦ୍ଧାର କଲ, ରକ୍ଷା କଲ, ସବୁ କ୍ଷେତ୍ରରେ କାର୍ଯ୍ୟରେ ସାହାଯ୍ୟ କଲ। ତୁମର ମହିମା ତୁମ ଗୌରବ ପ୍ରଶଂସାରେ ଆମମାନଙ୍କୁ ନୂଆ ଜୀବନ ଦେଲ, ନୂଆ ଦିନଟି ଆଣିଦେଲ। ଆମମାନଙ୍କୁ ସମସ୍ତଙ୍କୁ ସୁସ୍ଥତାରେ ରଖିଛ, ସୁସ୍ଥତାରେ ରଖିଲ, ବିପଦ ଆପଦ ଉଦ୍ଧାର ରକ୍ଷା କଲ ମା। ତୁମକୁ ଧନ୍ୟବାଦ କୋଟି କୋଟି। ସନ୍ଧ୍ୟାକାଳରେ କିଛି ଅଳ୍ପ ବିଶ୍ୱାସ ବସିକି ପ୍ରାର୍ଥନା କରିବା ପାଇଁ ମୁଁ ବସିଛି ମା। ପ୍ରତ୍ୟେକ ପରିବାର ପାଇଁ ନିମନ୍ତେ ପ୍ରାର୍ଥନା କରୁଛି ମା। ଆଉ ମୋ ଦିନ ଦୁଃଖୀମାନଙ୍କ ପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା କରୁଛି ମା। ଆମ ଗରିବ ଲୋକମାନଙ୍କ ପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା କରୁଛି ମା। ସମସ୍ତଙ୍କ ପାଇଁ ନିମନ୍ତେ ମୋ ପ୍ରତ୍ୟେକ ରୋଗୀ ଭାଇ ଭଉଣୀମାନଙ୍କ ପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା କରୁଛି ମା। ସମସ୍ତଙ୍କ ପାଇଁ ନିମନ୍ତେ ତୁମକୁ ଧନ୍ୟବାଦ ଅର୍ପଣ କରୁଛି। ଏ ସନ୍ଧ୍ୟାକାଳରେ ଅଳ୍ପ କିଛି ବିଶ୍ୱାସରେ ଛୋଟ ପ୍ରାର୍ଥନାଟି ଆଣିକି ତୁମକୁ ଧନ୍ୟବାଦ କୋଟି କୋଟି ଅର୍ପଣ କରୁଛି। ଆଜି ସକାଳ ସନ୍ଧ୍ୟା ଯେ ଆମମାନଙ୍କୁ ସମସ୍ତଙ୍କୁ ସୁସ୍ଥତାରେ ଭଲରେ ରଖିଲ, ବୁଦ୍ଧି ଜ୍ଞାନ ଦେଲ, କାର୍ଯ୍ୟ କରିବା ପାଇଁ ସାହାଯ୍ୟ କଲ, ଭଲ ବାଟ ଭଲ ରାସ୍ତାରେ ଆଣିଲ। ଏଇ ଆଜି ବର୍ଷା କାଳରେ କେଇଟି କେଇଟି ବର୍ଷା ହେଉଛି, କେଇଟି କେଇଟି ବର୍ଷା ହେଉନି। ସବୁ ସ୍ଥାନରେ ସମାନ ବର୍ଷା ହେଇପାରିବ ମା। ବର୍ଷା କର ମା। ସବୁ ସ୍ଥାନରେ ଗରିବ ଲୋକମାନଙ୍କୁ ସାହାଯ୍ୟ କର ମା। ଚାଷ କରିବା ପାଇଁ ପାଣି ଯୋଗାଇ ଦିଅ ମା। ତୁମ ନିକଟରେ ମୁଁ ପ୍ରତ୍ୟେକ କୃଷକମାନଙ୍କ ପାଇଁ ନିମନ୍ତେ ପ୍ରାର୍ଥନା କରୁଛି ମା। ଯେ କୃଷକମାନେ ଚାଷ କରୁଛନ୍ତି ଆମମାନଙ୍କ ପାଇଁ ସାହାଯ୍ୟ କରୁଛନ୍ତି। ଆଉ ସେମାନେ ଚାଷ କରିକି ଅମଳ ମୂଲ୍ୟ କରୁଛନ୍ତି, ସେମାନଙ୍କ ପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା କରୁଛି ମା। ସେମାନଙ୍କୁ ତୁମେ ଆଶୀର୍ବାଦ ଅନୁଗ୍ରହ ଦିଅ ମା। କୃଷକମାନଙ୍କ ପାଇଁ ନିମନ୍ତେ ଆଉ ବର୍ଷା ସ୍ଥାନ ସେ ସ୍ଥାନ ଗୁଡ଼ାକ ଦିଅ ମା। ସେ ସ୍ଥାନରେ ବର୍ଷା ହଉ ଭଲରେ, ଆଉ ଲୋକମାନେ ଭଲରେ ଚାଷ କରନ୍ତି, ସେଥିପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା କରୁଛୁ ମା। ଦୟାମୟ ମା ପ୍ରେମମୟୀ ଗରିବ ଲୋକମାନେ କଣ୍ଟ୍ରୋଲ ଚାଉଳ ଖାଇକି ପେଟ ପୋଷିକି ସେମାନେ ଆଗକୁ ଯାଉଥିଲେ, ହେଲେ ଏବେ କେତେ ଦିନ ହେଲାଣି କଣ୍ଟ୍ରୋଲ ଚାଉଳ ବନ୍ଦ ହେଇଯାଇଛି। ଲୋକମାନେ ଗରିବ ଲୋକମାନେ ଚାଉଳ ପାଇଁ ସେମାନଙ୍କ ପରିବାର କେମିତି ଚଳୁଥିବେ ମା। ମୁଁ ତ ଜାଣିନି ମା। ତୁମ ନିକଟରେ ତାଙ୍କ ପାଇଁ ନିମନ୍ତେ ପ୍ରାର୍ଥନା ମାଗୁଛି ମା। ପ୍ରାର୍ଥନା କରୁଛି ସେମାନଙ୍କୁ ଚାଉଳ ମିଳୁ ମା, କଣ୍ଟ୍ରୋଲ ଚାଉଳ। ସେମାନେ ସେଇ ଚାଉଳରେ ବି ତାଙ୍କର ପେଟ ପୋଷି ପାରିବ। ଆଗକୁ ସେମାନେ ତୁମଠାରେ ବିଶ୍ୱାସ କରିକି ସେମାନେ ଆଗକୁ ଯାଇପାରିବେ। ମୋର ଗରିବ ଲୋକମାନଙ୍କ ପାଇଁ ନିମନ୍ତେ ତୁମକୁ ପ୍ରାର୍ଥନା ମାଗୁଛି। ଆଉ ସମସ୍ତଙ୍କ ପାଇଁ ତୁମ ନିକଟରେ ପ୍ରାର୍ଥନାଟି ସମର୍ପଣ କରି ସନ୍ଧ୍ୟାକାଳରେ କିଛି ଅଳ୍ପ ବିଶ୍ୱାସ ମୁଁ ପ୍ରାର୍ଥନାଟି ଆଗକୁ ବଢ଼ଉଛି। ପ୍ରାର୍ଥନା କରିବା ପାଇଁ ମୋତେ ବିଶ୍ୱାସ ଭକ୍ତି ଦିଅ ମା। ତୁମ ନିକଟରେ ଛୋଟ ପ୍ରାର୍ଥନାଟି ସମର୍ପଣ କରୁଛି ମା।